ଆମେ ସିନା ମା ହେଇପାରୁନି, ମାର ମମତା ଦେଇପାରିବୁ ନା। ଯଦି ଗୋଟେ ନାରୀର କେଉଁ ଜିନିଷ ଅଛି ଆମ ପାଖରେ, ତ ସେ ଜିନିଷ ତ ଅଛି ଆମର, ତ କ'ଣ ତାଙ୍କଠୁ କମ୍ କିଛି ନାହିଁ। ଖାଲି ଗୋଟେ ହିଁ ଜିନିଷ କମ୍ ଅଛି, କ'ଣ? ଆମେ ମା ହେଇପାରୁନି। ଶୁଣନ୍ତୁ, ଲାଇଫରେ ସମସ୍ତ ଇଚ୍ଛା ଜିନିଷ ତ ଥାଏ, ଜାଣିପାରୁଛନ୍ତି ତ? ଗୋଟେ ଝିଅକୁ ନାରୀ ଉପରେ ଥାଏ, ନାରୀକୁ ଗୋଟେ ପୁରୁଷ ଉପରେ ଥାଏ, ପୁରୁଷକୁ ନାରୀ ଉପରେ ଥାଏ। ଆମର ବି ଇଚ୍ଛା ଅଛି। ସେକ୍ସୁଆଲ ଜିନିଷ କାହାକୁ ଇଚ୍ଛା ନାହିଁ? ସମସ୍ତେ ଇଚ୍ଛା ଥାଏ। ମୁଁ ବି ମଣିଷ, ମୋର ବି ମଣିଷ ତ ରକ୍ତ ଅଛି, ସବୁ ଅଛି। ମୋର କ'ଣ ଇଚ୍ଛା ନାହିଁ? ମୋତେ ବହୁତ କଷ୍ଟ ତ ହେଉଥିଲା। ସମାଜରେ ସମସ୍ତେ ଦେଖ, ଗୋଟେ ଝିଅ ଝିଅ ସହିତ ବୁଲୁଛି, ପୁଅ ପୁଅ ସହିତ ବୁଲୁଛନ୍ତି। ଆମର ଝିଅ ସହିତ ବୁଲିଲେ ଖରାପ, ପୁଅ ସହିତ ବୁଲିଲେ ଖରାପ, ସମସ୍ତେ ସମାଜରେ କାହା ସାଙ୍ଗେ କଥା ହେଲେ ବି ଖରାପ। ନିଜେ ବହୁତ ର୍ୟାଗିଂ, କଲେଜ ଟାଇମ୍ରେ ତ ବହୁତ ର୍ୟାଗିଂ ବି କରୁଥିଲେ, ସ୍କୁଲ ଟାଇମ୍ରେ ବି ର୍ୟାଗିଂ ଥିଲା। ଆମ ସାହିରେ ସାହି ଟୁକା, ପଡ଼ିଶା ଟୁକାଣେ, ସାହି ଭାଇମାନେ ସମସ୍ତେ ବି କୁହନ୍ତି, ଏ ପଏଣ୍ଟ ଫାଇଟ୍, ଏ ମାଇଚିଆଟା, ଏ କିନ୍ନରଟା, ଏମିତି କ'ଣ ସବୁବେଳେ କୁହନ୍ତି। ମୋତେ ବହୁତ କଷ୍ଟ ଲାଗିଥାଏ, ବହୁତ କାନ୍ଦିଥିଲି। ମୁଁ ରିସେଣ୍ଟଲି ଯାଉଛି ଏବେ ମ୍ୟାରେଜ୍ କରିବା ପାଇଁ। ଏଙ୍ଗେଜମେଣ୍ଟ ତ ହେଇନି, କାଲି ତାଙ୍କ ଫ୍ୟାମିଲି ମେମ୍ବର ସମସ୍ତେ ଆସିଥିଲେ, ସମସ୍ତେ ଦେଖିଛନ୍ତି। ଆଉ ଏମିତି ମୋର ଛୋଟିଆ ଗୋଟେ ପାର୍ଟି ଟାଇପ୍ ଗୋଟେ ହେଇଥିଲା, ସମସ୍ତେ ଆସିଥିଲେ। ମୋ ବୟଫ୍ରେଣ୍ଡ ତାଙ୍କର ଫ୍ୟାମିଲି ମେମ୍ବର, ସବୁ ରିଲେଟିଭ୍ ସମସ୍ତେ ଆସିଥିଲେ। ଆମ ଘର ମେମ୍ବର ସେ କିଛି ଲୋକ ଯାଇଥିଲେ। ହେଲା ପରେ ସବୁ କଥାବାର୍ତ୍ତା ସବୁ ହେଇଛନ୍ତି। ଆଉ ଏବେ ରିସେଣ୍ଟଲି ମ୍ୟାରେଜ୍ କରିବା ପାଇଁ ଯାଉଛି। ଏଙ୍ଗେଜମେଣ୍ଟ ବି ଡେଟ୍ ବି ଫିକ୍ସ ହେଇଗଲାଣି। ଏବେ ମ୍ୟାରେଜ୍ କରିବା ପାଇଁ ଯାଉଛି। ନମସ୍ତେ, ମାଇ ସେଲ୍ଫ ଐଶ୍ୱର୍ଯ୍ୟା। ମୁଁ ଆସିକି 12 ଇୟର୍ସ ହେଇଗଲା। ମୁଁ ଏ ଲାଇନ୍କୁ ଆସି 12 ଇୟର୍ସ ହେଇଗଲା। ମୁଁ ବହୁତ ଷ୍ଟ୍ରଗଲ୍ କରିଥିଲି। ଆମ ଘରେ ବହୁତ ଆରେଷ୍ଟମେଣ୍ଟ କରନ୍ତି, ବହୁତ ଟର୍ଚର୍ କରିଥିଲେ ଡାଡ଼ି ବି। ଆପଣମାନେ ତ ଜାଣିଥିବେ, ସବୁ ନାରୀ ଜନ୍ମ ଦିଏ ଗୋଟେ ପୁଅ ହିସାବରେ, ଝିଅ ହିସାବରେ ଜନ୍ମ କରନ୍ତି। ସେ ଟାଇମ୍ରେ ପୁରୁଷ ଥିଲା, ନାରୀ ଥିଲା, କିନ୍ନର ନଥିଲା। ଥିଲେ, ଜନ୍ମ ହେଉଥିଲେ, ଫିର୍ ବି କିଏ ଜାଣିନଥିଲେ କିନ୍ନର ବୋଲି କିଏ କ'ଣ ଥିଲେ, ଲୁଚିକି ରହୁଥିଲେ ସମସ୍ତେ। ସେ ସମୟରେ ସବୁ ମା ତ ଚାହେଁ ଗୋଟେ ପୁଅଟା କିନ୍ନର ହେଲେ, କେଉଁ ମା ତ ଚାହେଁନି ରୋଡ଼ ଉପରେ ଯିବା ପାଇଁ। ଆଉ ମୁଁ ଏମିତି ସିଚୁଏସନ୍ରେ ଭଗବାନ ଗୋଟେ ଗିଫ୍ଟ ଦେଇଛନ୍ତି ମୋତେ ଏମିତି ଜନ୍ମ କରିଛନ୍ତି, କାହିଁକି ମୁଁ ଜାଣିପାରୁନଥିଲି। ମୁଁ ନିଜକୁ ଭାବୁଥିଲି ମୁଁ ଗୋଟେ କିନ୍ନର, ଟ୍ରାନ୍ସଜେଣ୍ଡର। ମୁଁ ବହୁତ ସିଚୁଏସନ୍ କ୍ରିଏଟ୍ କଲି। ମୁଁ ପୁଅ ପିଲା ହିସାବରେ ରହିବା ପାଇଁ ବହୁତ ଟ୍ରାଏ କରିଥିଲି। ମୁଁ କାହାକୁ ବି କହିପାରୁନଥିଲି। ମୋ ଟାଇମ୍ରେ କେହି ବି ଆମ ଗାଁରେ କେହି ନଥିଲେ, ଟ୍ରାନ୍ସଜେଣ୍ଡର୍ସ କେହି ନଥିଲେ, କାହା ସହିତ ଫ୍ରେଣ୍ଡସିପ୍ ହେବା ପାଇଁ ବି କାହା ସହିତ ନଥିଲା। ମୁଁ ନିଜକୁ ଭାବୁଥିଲି, କ'ଣ ମୋ ଦେହରେ କ'ଣ କମନ୍ ଅଛି, ମୁଁ ଟୁକାଳେ କାହିଁକି ରହିପାରୁନି। ମୁଁ ପୁରୁଷ ହିସାବରେ ମୁଁ ରହିବା ପାଇଁ ବହୁତରେ ଟ୍ରାଏ କଲି, ରହିବା ପାଇଁ ବି ଚେଷ୍ଟା କଲି, ମୋ ଦ୍ୱାରା ହେଲାଣି। ମୋ ଡାଡ଼ି କୁହନ୍ତି ସବୁବେଳେ, ଏ ଠିକ୍ ସେ ଚାଲେ, ତୁ ଝିଅ ପିଲା ଭଳିଆ କାହିଁକି ଚାଲୁଛୁ ସେମିତି ବଙ୍କା ବଙ୍କା ହେଇକି, ସିଧା ଚାଲେ। ତୁ ଝିଅ ପିଲାଙ୍କ ସହିତ କ'ଣ କଥା ହେଉଛୁ, ତାଙ୍କ ସହିତ କାହିଁକି ଫ୍ରେଣ୍ଡସିପ୍ କରୁଛୁ। ମୁଁ ଖାଲି କଲେଜ ପଢ଼ିଲା ଟାଇମ୍ରେ ବି, ସ୍କୁଲ ପଢ଼ିଲା ଟାଇମ୍ରେ ବି ଖାଲି ଲେଡ଼ିଜ୍ ହିଁ ଫ୍ରେଣ୍ଡସ୍। ମୁଁ ଜେଣ୍ଟସ୍ମାନଙ୍କ ସହିତ ମିଶେନି, ଖାଲି ଲେଡ଼ିଜ୍ମାନଙ୍କ ସହିତ ମିଶେ। ଜେଣ୍ଟସ୍ମାନଙ୍କ ସହିତ ବିଲକୁଲ ମିଶେନି, ତାଙ୍କମାନଙ୍କ ସହିତ କେଲେ ଲେଡ଼ିଜ୍ମାନଙ୍କ ସହିତ। ଆଉ ତାଙ୍କେ କ'ଣ କରନ୍ତି, ମୋତେ ସେଇ ହିସାବରେ ରହିବା ପାଇଁ ମୋତେ ଭଲ ଲାଗିଥାଏ ମୋତେ। ଆଉ ତାପରେ ମୁଁ କେତେ ଟ୍ରାଏ କଲି, ମୋ ଦ୍ୱାରା ହେଲାନି। ତାପରେ ମୋ ଘରେ ବହୁତ ଆସ୍ତେ ମୁଁ ବଢ଼ି ଆସିଲି। ତାପରେ ମୋ ଘରେ ଟର୍ଚର୍ କରୁଥିଲେ ଏଥର। କ'ଣ ମାନେ ଲେଡ଼ିଜ୍ମାନଙ୍କ ସହିତ କଥା ହେବା ପାଇଁ ବନ୍ଦ କଲେ, ମୋତେ କଥା ହେବା ପାଇଁ ମନା କଲେ, ଫ୍ରେଣ୍ଡସିପ୍ କରିବା ପାଇଁ ମନା କଲେ। ତାପରେ ଠିକ୍ ସେ ଚାଲେ, ଜିମ୍ ଡାଡ଼ି ଜଏନ୍ କରିଥିଲେ। ତାପରେ କ୍ରିକେଟ୍ ଖେଳିବା ପାଇଁ ପଠେଇଥିଲେ। ମୋତେ କ୍ରିକେଟ୍ ଖେଳିବା ପାଇଁ ଇଚ୍ଛା ନଥିଲା ବିଲକୁଲ। ମୋତେ ଜେଣ୍ଟସ୍ ଗେମ୍ ବିଲକୁଲ ପସନ୍ଦ ହିଁ ନାହିଁ। ମୋ ଜେଣ୍ଟସ୍ରେ ଗେମ୍ରେ ସବୁ ଯାକ ଖେଳିବା ପାଇଁ ମୋତେ ପଠାନ୍ତି ଡାଡ଼ି ପୁଅ ପିଲାଙ୍କ ସହିତ। ମୁଁ ତାଙ୍କ ସହିତ ମେ ବି ମୋ ମାଇଣ୍ଡ ମ୍ୟାଚୁରିଟି 5 ଇୟର୍ସ ହେଲା। 5 ଇୟର୍ସ ହେଲା ମୋ ମାଇଣ୍ଡ ମ୍ୟାଚୁରିଟି କି ମୁଁ ଷ୍ଟାଣ୍ଡାର୍ଡ଼ LKG ଆଇ ଥିଙ୍କ UKG ହେଇଥିବ। ସେ ଟାଇମ୍ରେ ମୁଁ ନିଜକୁ ଭାବିଲି ମୁଁ ଗୋଟେ ଟ୍ରାନ୍ସଜେଣ୍ଡର। ଆଉ ସେ ସମୟରେ ମୁଁ କାହାକୁ ବି କହିପାରୁନଥିଲି ମୁଁ ଗୋଟେ କିନ୍ନର ବୋଲି, କାହାକୁ ବି କହିପାରୁନଥିଲି। ଯାହା ବି ମୋ ଅଂଶ ଭିତରେ କୁଆଡ଼େ ବି ଯାହା ବି କମ୍ ଅଛି, ମୁଁ ସେଥିପାଇଁ ମୁଁ ପଳେଇ ହେଇପାରୁନି, ଦେଖୁଥିଲି। ତାପରେ କିଛି ଦିନ ହେଲା ପରେ, ଆଜିକାଲି ତ ସବୁ ତ ଡେଭଲପମେଣ୍ଟ, ସାଇନ୍ସ ତ ବହୁତ ବଢ଼ିଲାଣି। ଫେସବୁକ୍, ହ୍ୱାଟ୍ସଆପ୍ ସବୁ ତ ଚାଲିଲାଣି। ସେ ଟାଇମ୍ରେ ମୁଁ ସ୍ୱିଟ୍ ୱାଙ୍ଗ ଦେଖିଥିଲି ଫେସବୁକ୍ରେ। ତାପରେ ତାଙ୍କେ ଗୋଟେ ପ୍ରୋଗ୍ରାମ୍ରେ ଆସିଥିଲେ, ତାଙ୍କେ ଆମ ଗାଁକୁ ନାଚ କରିବା ପାଇଁ ଆସିଥିଲେ। ତାଙ୍କେ ପ୍ରୋଗ୍ରାମ୍ରେ ଆସିଥିଲେ, ଗୋଟେ ଗେଷ୍ଟ ହିସାବରେ ମମିଙ୍କୁ ଡକାଇଥିଲେ। ତ ଡାକିଲା ପରେ ମୁଁ ତାଙ୍କ ସମସ୍ତେ କହୁଥିଲେ, ଗୋଟେ କିନ୍ନରମାନେ ଆସୁଛନ୍ତି, ଗୋଟେ ବହୁତ ଗୋଟେ ବିଶ୍ୱ ସୁନ୍ଦରଟା, ଗୋଟେ ବହୁତ ସୁନ୍ଦରଟା ସ୍ୱିଟ୍ ମ୍ୟାଡ଼ାମ୍ ଆସୁଛନ୍ତି କହୁଥିଲେ। କିଏ ଆସୁଛନ୍ତି, କିଏ ଗାଁ ଯାଉଛନ୍ତି, ସମସ୍ତେ କିଏ କହିକି ମୁଁ ଯାଇଥିଲି। ତାପରେ ସେମାନଙ୍କ ସହିତ ମୁଁ ସେତେବେଳେ ଆଟାଚ୍ ହେଲି, ପରିଚୟ ହେଲା, କଥାବାର୍ତ୍ତା ହେଲା। ମୁଁ କହିଲି, ମୁଁ ବି ତୁମ ଭଳି ମୋତେ ରହିବା ପାଇଁ ମୁଁ ଚାହୁଁଛି, ସବୁ କହୁଥିଲି। ଆଉ ମମି କହୁଥିଲେ ମୋତେ, ସେତେବେଳେ ମୋତେ ସ୍ୱିଟ୍ ମମି ବହୁତ ସପୋର୍ଟିଂ କରିଥିଲେ। ମୋତେ ପଚାରିଥିଲେ, ତୋ ନାଁ କ'ଣ କରୁଛୁ ସବୁ ପଚାରିଥିଲେ। ସେ ଟାଇମ୍ରେ ମୁଁ ପଲିଟେକ୍ନିକାଲ୍ କରିଥିଲି। ସେ ଟାଇମ୍ରେ ଡିପ୍ଲୋମା ପଢ଼ୁଥିଲି, ସିଭିଲ୍ ଇଞ୍ଜିନିୟରିଂ କରିଥିଲି। ସେ ଟାଇମ୍ରେ ଆମେ ସବୁ ଯାକ ପଚାରିଲେ, ତୁ କ'ଣ କରୁଛୁ, କ'ଣ ସବୁ ଷ୍ଟୋରି ମୁଁ କହିଲି। ଆଉ ମୋ ଘରେ ବହୁତ ହାରାସମେଣ୍ଟ କରୁଛନ୍ତି, ବହୁତ ଟର୍ଚର୍ କରୁଛନ୍ତି। ମୋ ନାଁ ଥିଲା P. ଉମେଶ କୁମାର ଥିଲା। ମୁଁ
से समय मोर के फ्रेंडशिप भी नथी, क्या भी कही पार नथे, मो बाधाटा क्या कही पार नथे, क्या कहले मते बुझे शक्ति क्या नथिला से समय मो मामी की बहुत थोड़े ट्राए करती मु कहपे हो नथिला, मो द्वारा हो नथिला, मामी बिल्कुल सुन नथिले भी बिल्कुल। तापर किछि दिन होला पर कॉलेज रे एनुअल फंक्शन हेतिला, से फंक्शन रे मु गुटे गुटे लेडीज गेटअप एक मु डांस करतली, तापर से वीडियोटा गुटे वायरल हेतिला हेला पर सेतले मो मामी डैडी जानि तो पाइले मो पुओ कौन एमती जो प्ले ड्रेस पिंधि डांस करछि कौन एमती सेमती, तापर सेपटे मते वीडियो वायरल होला पर सेपटे मते पूरा कंट्रोल करदेले पूरा, आ बिल्कुल मते रोड पर जीवा पे मना करले एथर, आ को लेडीज पिंधि माइग्नेस कथले मना करले, आ बिल्कुल रोड पर बिल्कुल छाड़ नथले डाडी के बिल्कुल। एबे डाडी मम्मी कहले रिसेंटली भी मु इटिक आसला पर मम्मी सब छाड़ देथिले, मो संगे कथा नथले 2-3 इयर्स जाए। तापर मु एक्सीडेंट हेतला, मु मोर ट्रेन रे पड़ जाइतली, सेतले ट्रेन बैगिंग करतली से समय स्टार्टिंग टाइम रे, से समय मु कमा भितर पड़े बहुत सीरीयस क्रिटिकल थिला, से टाइम रे जणैतिले घर को जणे बाबा आसते से आसिकी कथा नहीं से हेयर हेयर सब काटिकी कानर पानर सब काटिकी सब कर नहीं मत, फिर भी मु सीना जानी मु गोटे किन्नर जानी मो आंतरिक गोटे जानते गोटे झील मु झील से रही चाहूली, आ मु तो घर तो मत पैसा रखा चाहूली, मत आउ भल लगे आहरी मु रिटर्न पड़ा आसली। हाँ शुणु इटी मु स्टार्टिंग आसे मत भी बहुत डर लगे, तापर मु भी सब किन्नर समस्त फ्रीडम रोचे, मु भी समस्त मनुष्य जन्म पाइला पर समस्त फ्रीडम दरकार ना नहीं कह, मुझे मु सही इच्छा बचाई चाहूली, से मुझे सब किन्नर सहित मुझे कंटाक्ट कर सब करके ए मम्मी पाखे आम गुरु लीडर अच्छा स्वीट मम्मी पर मुझे पहुँचली, पहुँचला पर स्टार्टिंग मोर डर लगला, तापर सहित रहा निज माँ बाप सब छाड़ी आसला मत 1 डे 2 डे कष्ट लगला, मो से मार ममता मो से भौणी आ मौसी बाबार सब ममता सब किसी देते मत बहुत भल लगे। आम कम्युनिटी मेम्बर भितर आमर गोटे कम्युनिकेशन माने गोटे कम्युनिटी अच्छी, से कम्युनिटी बाय वन गेट वन रिश्ता भी थाए आम भितर, गुरु चेला रिश्ता थाए, एवं आम परिवार भितर देखो आई अजा माँ मौसी सब रिश्ता सब किमी थाए, आम भितर भी अच्छी सेमती गुरु अच्छी गुरु अच्छा झील जो एमती हिसाब से रिश्ता आम अच्छे चेला चेला से रिश्ता अच्छे, से हिसाब से रोला मुझे माँ पाई इटली मुझे पाई गुरु पाई समस्त सब किसी पाई मत बहुत भल लगे मिसी रोली, आ से टाइम मत आसला आगे मो टंका पैसा भी नाला मो पाखे सबकि आम स्वीट मम्मी ही देखते मत सबकि, आउे आस्ते आस्ते मम्मी भी केते जन देख मम्मी पर भी बहुत पिला भी अच्छा ना, मो भाई बहुत पिला भी घर द्वार छाड़ी आसती क्या भी सपोर्टिंग करते समस्त आसी अच्छा, आम 2-3 दिन रहा मु निज इच्छा मुझे ट्रेन बैंकिंग करने जाऊँगी, से टाइम रे काम मम्मी काम पटे नहीं मत, से टाइम रे के भी काम दौना नाराज होते, के भी काम भी दौनते, होटेल रे काम करने जाइली के ना से मुझे पॉलिटेक्निक कंप्लीट होता है, बीटेक भी स्टडी करी, मुझे सिविल इंजीनियरिंग बीटेक करुँची, और चाकरी को मोर 3टा सेमिस्टर अच्छी और पूरा कंप्लीट नहीं कोरोना वायरस टाइम रे टी मनी प्रॉब्लम होता, से टाइम रे मु कॉलेज सपोर्टिंग के कले फीस न बांधले एग्जाम देवाई मना कले, से टाइम रे भी निज काय ही असुविधा होता काय भी नतला किसी कोरोना टाइम रे धंदा पानी सब बंद होता, से टाइम रे छाड़िया पड़े बाध्य छाड़ी कॉलेज टाइम रे जन भल पाऊली, आउे मुझे आम कम्युनिटी एत डेवलपमेंट हो नाला, मुझे कही पार नी कि ना निजे मु आंतरिक भितर रखुली प्रपोज भी कर नी इच्छा था खाली देखुए से करते ये आसला 2014 नालसा जजमेंट अनुसार आमको ट्रांसजेंडर तृतीयलिंगी बोलिकी मान्यता मिलता, से टाइम रे समस्ते इंडिया कौन सब ऑल समस्त जान ट्रांसजेंडर्स अच्छा माने 3टा फर्स्ट जेंडर सेकेंड जेंडर ट्रांसजेंडर बोले अच्छा कही जानला, पुरुष झील आउ किन्नर अर्धनारी ओके, आउ एबे 2017 समलिंग बाहा भी आउ जजमेंट आसला सुप्रीम कोर्ट रे, तापरे से टाइम मत बॉयफ्रेंड नाला मु बॉयफ्रेंड करी एबे मु भी मैरिज चाहूँगी, मुझे जब बॉयफ्रेंड मिले मुझे आग को मैरिज करी रही नारी सह रही चाहूँगी, मुझे मैरिज है ऑफर कले एबे रिसेंटली जन सहित लव रे अच्छी रिलेशन रे अच्छी, आउे जानले मो घर भी जानले आउ घर समस्त राजी अच्छा, मो घर के राजी नहांती, देखी आग कौन अच्छे मुझे जाननी मैरिज हाँ मुझे ग्यारंटी श्योर मैरिज हेबी घर
ଆମ ଘର ମେମ୍ବର୍ସ ଡାଡ଼ି ମମିକୁ ରିଲେଟିଭ୍ସ ମେମ୍ବର ସମସ୍ତଙ୍କୁ ମୁଁ ବୁଝେଇବି। ବୁଝେଇଲା ପରେ ମୁଁ ବି ମ୍ୟାରେଜ ହେବି, ବୋହୁ ହେବି ଆଉ। ସୁନ୍ଦର ବୋହୂ ହେଇଥିବେ ଘରେ। କାହିଁକି ହେଇପାରେନି? ଗୋଟେ ସମସ୍ତେ ଚାହାନ୍ତି ଗୋଟେ ସଂସ୍କାର ଭଲ ସଂସାର କରିବା ପାଇଁ ସମସ୍ତେ ହବ ଚାହାନ୍ତି। ଏବଂ ହଁ, ଛୁଆ ପିଲା ହବ। ଯଦି ମା ହେଇପାରୁନି, ଦେଖନ୍ତୁ ଆଜିକାଲି ତ ଦେଖନ୍ତୁ ମ୍ୟାରେଜ ହେଉଛନ୍ତି, ମ୍ୟାରେଜ ହେଲା ପରେ ଦେଖନ୍ତୁ ରୋଡ଼ ସାଇଡ଼ ପିଲାମାନଙ୍କୁ ଛାଡ଼ି ଦେଉଛନ୍ତି, ଝିଅ ପିଲାକୁ ପୁଅ ପିଲାକୁ ଜନ୍ମ କରି ଛାଡ଼ି ଦେଉଛନ୍ତି। ସେମାନଙ୍କୁ ମୁଁ ଆଡ଼ାପ୍ଟ କରିପାରିବି, ସେମାନଙ୍କୁ ମୁଁ ପୁଷିପାରିବି, ସେମାନଙ୍କୁ ଲାଇଫ୍ ଦେଇପାରିବି ନାହିଁ କୁହ? ମାଆର ମମତା ଦେଇପାରିବି ନାହିଁ କୁହ? ମୋ ଦ୍ୱାରା ଯଦି ହବ, ଗ୍ୟାରେଣ୍ଟି ସର କେତେଟା ଗରିବ ପିଲା ମୋ ଦ୍ୱାରା ମାତ୍ର ମୁଁ ରଖିବା ପାଇଁ ରାଜି ଅଛି, ମୁଁ ରଖିବି, ତାଙ୍କୁ ବି ଫ୍ୟୁଚର୍ ଦେବି। କାହିଁକିନା ମୁଁ ବି ଜାଣିଛି ସେ କଷ୍ଟ କ'ଣ, ସବୁ ଘର ଦ୍ୱାରା ଛାଡ଼ିକି ଆସିଲା ପରେ ଆମେ ସବୁ ଜାଣିଛୁ। ମୁଁ ଗରିବ ପିଲା କେତେ ମଧ୍ୟ ମୁଁ ଆଡ଼ାପ୍ଟ କରିବା ପାଇଁ ମୁଁ ରାଜି ଅଛି, ତାଙ୍କୁ ମୁଁ ରଖିବି। ମୁଁ ବି ସଂସାର କରିବି, ସ୍ୱାମୀ ସହିତ ରହି ଗୋଟେ ପିଲାକୁ ନିଜ ପିଲା ହିସାବରେ ଆଡ଼ାପ୍ଟ କରିକି ମୁଁ ରହିବି, ସଂସାର କରି ରହିବି। ଶୁଣନ୍ତୁ, ଚାଲେ ତ କହିବା କଥା ନାହିଁ, ଚାଲେ ତ ବହୁତ ଜଣ ତ ଲାଇନ୍ ପ୍ରପୋଜ କରନ୍ତି, କେତେ ଜଣ ର୍ୟାଗିଂ କରନ୍ତି। ଆଉ ଆମ ଏମିତି ଗୋଟେ ଜିନିଷ ଆମେ ଏମିତି ଗୋଟେ ଲୋକ ହେଇଛୁ, ସୋସାଇଟିରେ ଗୋଟେ ସମାଜରେ ଗୋଟେ ଜନ୍ମ ହେଇଛୁ, ଏଇଟା ଗୋଟେ ନାରୀ ଅଲଗା ପୁରୁଷ ଅଲଗା, ପୁରୁଷ ନାରୀ ସମସ୍ତେ ଜାଣିଥିବେ, ସମସ୍ତେ ଆମମାନେ କେତେ ଜାଣନ୍ତି, ବିଚିତ୍ରରେ ଦେଖୁଥିବେ ରୋଡ଼କୁ ଗଲେ ସବୁ ଟୁକାଣ ତ ସବୁ ପବ୍ଲିକ ମେମ୍ବର ସମସ୍ତେ ଦେଖନ୍ତି ଆମମାନଙ୍କୁ। ହଁ, ଭାବନ୍ତି କନଫ୍ୟୁଜ୍, ବହୁତ ଜଣ ତ ଚିହ୍ନି ପାରନ୍ତିନି। ମୁଁ ତ ଫିମେଲ୍ ସହିତ ମୋ ଫ୍ରେଣ୍ଡ ସହିତ କୁଆଡ଼େ ଯିବି, କେତେ ଜାଣିପାରନ୍ତିନି ମୁଁ ଗୋଟେ ଟ୍ରାନ୍ସଜେଣ୍ଡର। ହଁ, ବହୁତ ଜଣ କଲେଜରେ ବି ମୋତେ ବହୁତ ଜଣ ନମ୍ବର ମାଗନ୍ତି, ବହୁତ ପ୍ରପୋଜ ବି ଆସିଥିଲା ମୋତେ କଲେଜ ଟାଇମ୍ରେ। ଭୁବନେଶ୍ୱରରେ ବହୁତ ଜଣ ପ୍ରପୋଜ କରୁଛନ୍ତି, ମୁଁ କେଉଁ ମିଟିଂ ଯାଉ କୋଉଠି ଗଲେ ମୋତେ ବହୁତ ଜଣ ବି ପ୍ରପୋଜ କରନ୍ତି। ଆଉ ପ୍ରପୋଜ କରୁଛି କହି କ'ଣ ଭଲ ପାଇଯିବି ନା କ'ଣ? ମୋର ଗୋଟେ ଇଚ୍ଛା ଗୋଟେ ଜିନିଷ ଅଛି ନା, ମୋତେ କେହି ଭଲ ଲାଗିବାର ଅଛି ନା। ମୁଁ ଚାହୁଁଛି, ଶୁଣନ୍ତୁ, ଯଦି ମ୍ୟାରେଜ ହେଉଛନ୍ତି ତାଙ୍କ ସ୍ତ୍ରୀ ମରିଯାଏ, ଯଦି ସ୍ତ୍ରୀ ଯେଉଁ ଛାଡ଼ି ପଳାଇ ଯାଉଛନ୍ତି, ଗୋଟେ ପୁରୁଷ ପାରିକି ଦେଖନ୍ତୁ ବାହା ହେଲା ପରେ ବାହା ନ ହେଉନି ସେ ପିଲାମାନଙ୍କ ପାଇଁ ବୋଲିକି ରହିଯାଉଛନ୍ତି, ଆଉ ପିଲାମାନେ ଅନାଥ ହେଇକି ରହିଯାଉଛନ୍ତି ନା, ପିଲାମାନେ ଅନି ହେଉଛନ୍ତି। ସେମିତି ଲୋକ ଯଦି ଆଜିକାଲି ତ ମ୍ୟାରେଜ ପର୍ଯ୍ୟନ୍ତ, ମ୍ୟାରେଜ ନ ହେବା ପର୍ଯ୍ୟନ୍ତ ରଖିଛନ୍ତି ନା, ଏତେ ଗ୍ୟାରେଣ୍ଟି ନାହିଁ। କାହିଁକିନା ଦେଖନ୍ତୁ ଆଜିକାଲି ଝିଅମାନେ ତ ମ୍ୟାରେଜ ହେଇକି ବାହା ହେଲା ପରେ 2 ମାସ 3 ମାସ ରହିଲା ପରେ ଛାଡ଼ି ଦେଉଛନ୍ତି, ବର୍ଷ ପରେ ଛାଡ଼ି ଦେଉଛନ୍ତି, ସବୁ କରୁଛନ୍ତି। ଆମର ରଖିବା ବୋଲି ଗ୍ୟାରେଣ୍ଟି ନାହିଁ। ମୁଁ ସେଥି ସକାଶେ ମୁଁ କ'ଣ ଭାବୁଛି, ଯଦି କାହା ସ୍ତ୍ରୀ ଯଦି ମରିଯାଏ, ଏଜ୍ ଥିବ, ତାଙ୍କର ପିଲାମାନେ ଯଦି ଥିବେ, ତାଙ୍କୁ ଯଦି ମାଆ ଯଦି ଦରକାର ଥିବ, ସେମିତି ଯଦି ମୁଁ ମ୍ୟାରେଜ କରି ମୁଁ ଗ୍ୟାରେଣ୍ଟି ଯିବି, ସେ ପିଲାମାନଙ୍କୁ ମାଆ ବି ହେଇପାରିବି, ମାଆର ମମତା ବି ଦେଇପାରିବି, ମୁଁ ବି ଘରର ବୋହୂ ହେଇପାରିବି, ମୋର ବି ଗୋଟେ ସ୍ୱାମୀ ରହିବ, ସବୁ କିଛି ସବୁବେଳେ ମୋତେ ବି। ତୁ ଆଉ ଗୋଟେ କଥା, ଆଉ ଫିର୍ ବି ଶୁଣନ୍ତୁ, ମୁଁ ଏମିତି ମେଲ୍ ଟୁ ଫିମେଲ୍ ତ ଅଲରେଡ଼ି ତ ହେଇଯାଇଛି, ମୁଁ ତ ଗୋଟେ ଝିଅ ସହିତ ସମାନ, ମୁଁ ତ ଗୋଟେ ଝିଅ, ଆଉ ମୋତେ ବି ଗୋଟେ ପୁରୁଷର ମୋତେ ଗୋଟେ ହ୍ୟାଣ୍ଡ ଦରକାର ଅଛି ନା ନାହିଁ କୁହନ୍ତୁ? ଆଉ ମୁଁ ବି ରୋଡ଼କୁ ଯିବା ପାଇଁ ପଡ଼େ, ଚାରିଆଡ଼େ ଯିବା ପାଇଁ ପଡ଼େ, ମୋର ବି ଗୋଟେ ହଜବେଣ୍ଡ ଥିବ, ମୋର ବି ଗୋଟେ ସ୍ୱାମୀ ଥିବ, ମୋ ପାଖରେ ଥିବ ନାହିଁ କୁହ? ଏମିତି ଖବର ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସର୍ବପ୍ରଥମେ ଦେଖିବା ପାଇଁ ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ।